कोडिंगाଠାରେ ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ। ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ 6,701 କୋଟି ଟଙ୍କାର 71ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ସହ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଜି ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ନବରଙ୍ଗପୁର ଜିଲ୍ଲା କଷାକମୁଣ୍ଡା ବ୍ଲକର କୋଡ଼ିଙ୍ଗାଠାରେ ଅଟଳ ବସଷ୍ଟାଣ୍ଡର ଲୋକାର୍ପଣ ହୋଇଯାଇଛି। कोडिंगार ଏହି ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକ୍ରମ 2024ରେ ଆରମ୍ଭ ହୋଇ 2025ରେ ଶେଷ ହୋଇଥିବା ବେଳେ ଏହାର ପ୍ରଶାସନିକ ଅନୁମୋଦନ ମୂଲ୍ୟ 9,25,91,500 ରହିଛି। ଏଥିସହ ଇ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ବସ୍ ସେବା ଦ୍ୱାରା ଜିଲ୍ଲା ସଦର ମହକୁମାକୁ ସଂଯୋଗ କରିବା ସହ 38ଟି ବସ୍ ରୁଟ୍କୁ ସଂଯୋଗ କରିବ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଦାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପରଶୁରାମ ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ, ବିଜେପି ସଭାପତି କୁଞ୍ଜବିହାର ଦାସ, କୋଷାକମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଖୁସିର କଥା, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଜି 6,701 କୋଟି ଟଙ୍କାର ସଡ଼କ ଏବଂ ପୂର୍ତ୍ତ ବିଭାଗର ବିଭିନ୍ନ ପରିବହନ ବିଭାଗର ବସଷ୍ଟାଣ୍ଡ, ବ୍ରିଜ ଏବଂ ଘର, ରାସ୍ତାଘାଟ ଉଦ୍ଘାଟନ କରୁଛନ୍ତି। ସେଇ ଭିତରେ ବଡ଼ ଖୁସିର କଥା ଯେ 9,25 ଲକ୍ଷରୁ ଅଧିକ ଟଙ୍କାରେ ନିର୍ମିତ ସୁନ୍ଦର ଆମର କୋଡ଼ିଙ୍ଗାର ବସଷ୍ଟାଣ୍ଡ ବି ଆଜି ଉଦ୍ଘାଟନ କରିଛନ୍ତି। ତାର ସହିତ ଇ ବସ୍, ଇ ଚାର୍ଜିଂ ସେଣ୍ଟର। ଆଉ ଖୁସିର କଥା ଯେ ଲୋକଙ୍କର ଦିନ ଧରିକି ନବରଙ୍ଗପୁରର ଡିମାଣ୍ଡ ଥିଲା ଯେ ବ୍ଲକରୁ କନେକ୍ଟ କରିବ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରକୁ ଏବଂ ବିଭିନ୍ନ ପ୍ରକାର ଯେଉଁ ବିଦ୍ୟାଳୟ ଅଛି, ଆମ ବସ୍ ଯେଉଁ ଅଛି ଆପଣଙ୍କର ଗଭର୍ଣ୍ଣମେଣ୍ଟ ସ୍କୁଲ, ପ୍ରାଇଭେଟ ସ୍କୁଲ, OAV ସ୍କୁଲ ଯାକ ଯେଉଁ ଥିଲା, ସେଠି ପିଲା ଯେଉଁ ଦୂର ଦୂରତାରୁ ଆସୁଛି ତାକୁ 10ଟାରେ କେମିତି କନେକ୍ଟ କରିବ, ପହଞ୍ଚିବ, ପିଲାଙ୍କୁ ସ୍କୁଲରେ ପହଞ୍ଚାଇବ ଏବଂ ଗଲାବେଳକୁ 4ଟାରେ କେମିତି ବସ୍ ପହଞ୍ଚିବ, ତାର ପାଇଁ ବୋଲିକି 8ଟା ବସ୍ ହେଡ଼କ୍ୱାର୍ଟରକୁ କନେକ୍ଟ କରୁଛି, ଜିଲ୍ଲା ହେଡ଼କ୍ୱାର୍ଟରକୁ, ଏବଂ 38ଟା ବସ୍ ପୁଣି ତାର ରାସ୍ତାଘାଟ ବଦଳେଇ କରି କେମିତି ସୁବିଧାରେ ଲୋକ ଯାତାୟାତ କରିବେ, ଷ୍ଟୁଡେଣ୍ଟ ଯାତାୟାତ କରିବେ ଏବଂ ହାଟ ବାଟ ବଜାର ପାଇଁ ଯେଉଁ ସୁବିଧା ହବ ତାର ପାଇଁ ବୋଲିକି ଐତିହାସିକ ନିଷ୍ପତ୍ତି ନେଇକି ଆଜିଠୁ ଆରମ୍ଭ ହେଇଛି। ଆଜି ଆପଣ ଦେଖିବେ କୋଡ଼ିଙ୍ଗା ଠାରେ ନୂତନ ବସଷ୍ଟାଣ୍ଡ ଆଜି ଇନାଗୁରେସନ୍ କରାଗଲା। ଆପଣ ଜାଣିଛନ୍ତି କୋଷାକମୁଣ୍ଡା ଠାରେ ଗୋଟେ ବସଷ୍ଟାଣ୍ଡ ହେଇଥିଲା, ହେବା ଯୋଗୁଁ କୋଡ଼ିଙ୍ଗା ଅଞ୍ଚଳବାସୀ ବିଭିନ୍ନ ସମୟରେ ସେମାନଙ୍କର ଦାବି ଉପସ୍ଥାପନ କରି ଆନ୍ଦୋଳନ ମଧ୍ୟ ଏହି ବସଷ୍ଟାଣ୍ଡ ପାଇଁ କରିଥିଲେ। ଏହା ଏକ ବିରଳ, ସାରା ଓଡ଼ିଶାରେ ଆପଣ ଜାଣିକି ଖୁସି ହେବେ ଯେ ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ କରିବା ପାଇଁ ଯେତେବେଳେ ନବୀନ ପଟ୍ଟନାୟକ ସରକାର ଥିଲା 2023-24 ମସିହାରେ, ସେହି ସମୟରେ ଆପଣଙ୍କର ଏଇ ଗୋଟେ ବ୍ଲକ ସାରା ଓଡ଼ିଶାରେ ଗୋଟେ ବ୍ଲକରେ 2ଟି ହେବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ଆଜିର ଯେଉଁ ଉଦ୍ଘାଟନ କରାଗଲା ଏହାର ଫଣ୍ଡିଂ ଥିଲା 2023-24ରେ, ଯେତେବେଳେ ଆମର ନବୀନ ପଟ୍ଟନାୟକ ସରକାର ଥିଲା ସେହି ସମୟର ଟଙ୍କା ଏଠି ଆକଳନ କରିକି ଅଟକଳ କରାଯାଇଥିଲା। ସେଥିପାଇଁ ମୁଁ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। ସେତେବେଳେ 9,25,00,000 ଟଙ୍କାରେ ଏଇଟା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଆମର କୋଷାକମୁଣ୍ଡା ବ୍ଲକରେ ମୋର ଅଞ୍ଚଳରେ 2ଟି ହେଲା, ସାରା ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି କଲା। ଏବଂ ଆଜି ମଧ୍ୟ ଧନ୍ୟବାଦ ଦେବି ଆମର ଆଜିର ମୁଖ୍ୟମନ୍ତ୍ରୀଙ୍କୁ, ସେ ମଧ୍ୟ ଆଜି ଉଦ୍ଘାଟନ କଲେ ଏବଂ ଆମର ବସ୍ରେ ଆସିଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏଠି ଇଭି ଚାର୍ଜିଂ ସେଣ୍ଟର ଅଛି, ଇଭି ବସ୍ କରିବା ପାଇଁ ନିଷ୍ପତ୍ତି ହେଇଛି ଏବଂ ଏଠାରେ କିଭଳି ଭାବରେ ଯାତ୍ରୀମାନେ ଆସିକି ରାତିରେ ମଧ୍ୟ ମହିଳା ଯାତ୍ରୀ ଆସି ସୁରକ୍ଷିତ ରହିପାରିବେ, ସମସ୍ତ ପ୍ରକାର ସୁବିଧା କରିବା ପାଇଁ ଯେଉଁ ନିଷ୍ପତ୍ତି ହେଇଛି, ନିଶ୍ଚିତ ଭାବରେ ଆମେ ଅତ୍ୟନ୍ତ ଖୁସି ଏବଂ ଅଞ୍ଚଳବାସୀଙ୍କର ଯେଉଁ ଦାବି ଥିଲା ଆଜି ତାହା ପୂରଣ ହେଇଛି, ସେଇଥିପାଇଁ ମୁଁ ଅତ୍ୟନ୍ତ ଖୁସି।